ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 420। ପ୍ରଭୁ ଲେଖୁଛନ୍ତି, ମୋର ଆତ୍ମାକୁ ପରମେଶ୍ୱର ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରି ନେଇଛନ୍ତି। ବର୍ତ୍ତମାନ ମଧ୍ୟ ସେଇ ଯୁଦ୍ଧ ତାର ସ୍ମରଣରେ ରହିଛି। ତାହା ବର୍ତ୍ତମାନ ଅନେକ ଦୂରରେ ରହିଥିଲେ ମଧ୍ୟ ତାହାକୁ ଆନନ୍ଦ, ଆତଙ୍କ ଏବଂ ବିସ୍ମୟର ସହିତ ସ୍ମରଣ କରିପାରୁଛି। ଏଠି ଏ ଯୋଉ ଆମେ ପଢୁଥିଲେ 415ରୁ 420 ପର୍ଯ୍ୟନ୍ତ, ତାର କ୍ୱେଶ୍ଚିନ୍ ଆନ୍ସରରେ ଜଣେ ପଚାରିଛନ୍ତି ଯେ ତାଙ୍କର ଶତ୍ରୁ ହେବାର ଆନନ୍ଦ, ଏହି କଥାଟି ଦ୍ୱାରା ଶ୍ରୀଅରବିନ୍ଦ କଣ କହିବାକୁ ଚାହିଁଛନ୍ତି। ମା କହୁଛନ୍ତି, ମୋ ନିଜ ଅନୁଭୂତି ବିଷୟରେ ମୁଁ ତୁମକୁ କହିପାରିବି। ମୋତେ ପ୍ରାୟ 25 ବର୍ଷ ବୟସ ହେବା ପର୍ଯ୍ୟନ୍ତ ମୁଁ କେବଳ ବିଭିନ୍ନ ଧର୍ମରେ ବର୍ଣ୍ଣିତ ହୋଇଥିବା ଈଶ୍ୱରଙ୍କ ବିଷୟରେ ଜାଣିଥିଲି। ମଣିଷମାନେ ଯେପରି ଭାବରେ ତାଙ୍କର ସର୍ଜନା କରିଛନ୍ତି, ମୁଁ ତାଙ୍କୁ ସେହିପରି ଭାବରେ ଚିହ୍ନିଥିଲି ଏବଂ ମୁଁ ଆଦୌ କୌଣସି ମୂଲ୍ୟ ଦେଇ ତାଙ୍କୁ ପାଇବାକୁ ଇଚ୍ଛା କରୁନଥିଲି। ମୁଁ ତାଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରୁଥିଲି ସତ, ମାତ୍ର ଏହି କଥାଟିକୁ ଅତି ନିଶ୍ଚିତ ଭାବରେ ଅନୁଭବ କରୁଥିଲି ଯେ ଯଦି ଏଭଳି ଜଣେ ଈଶ୍ୱର ପ୍ରକୃତରେ କେଉଁଠି ଥାଆନ୍ତି, ତେବେ ମୁଁ ତାଙ୍କୁ ଅବଶ୍ୟ ଘୃଣା କରିବି। ପ୍ରାୟ 25 ବର୍ଷ ବୟସରେ ମୁଁ ଅନ୍ତରସ୍ଥ ପରମେଶ୍ୱରଙ୍କର ଆବିଷ୍କାର କଲି ଏବଂ ତହିଁ ସଙ୍ଗେ ସଙ୍ଗେ ଏହି କଥାଟିକୁ ମଧ୍ୟ ହୃଦୟଙ୍ଗମ କରିଥିଲି ଯେ ପାଶ୍ଚାତ୍ୟ ଜଗତର ଅଧିକାଂଶ ଧର୍ମ ଈଶ୍ୱରଙ୍କୁ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି, ସେଥିରୁ ତାଙ୍କୁ ଆମର କେବଳ ସେହି ପରମ ମହାଶତ୍ରୁ ବୋଲି ହିଁ ଜାଣିବାକୁ ହେବ। ମୁଁ 1914 ମସିହାରେ ଯେତେବେଳେ ଭାରତବର୍ଷକୁ ଆସିଲି ଏବଂ ଶ୍ରୀଅରବିନ୍ଦଙ୍କର ଶିକ୍ଷା ସହିତ ପରିଚିତ ହେଲି, ସେତେବେଳେ ଯାଇ ସବୁ କଥା ସ୍ପଷ୍ଟ ହୋଇଗଲା। 24 ମାର୍ଚ୍ଚ 1970ରେ ମା ଏଠି ଯୋଉ କହୁଛନ୍ତି, ଆମେ ପୂର୍ବରୁ ଯୋଉ ଆଲୋଚନା କରିସାରିଥିଲେ, କହିଲେ ପାଶ୍ଚାତ୍ୟ ସଭ୍ୟତାରେ ଯୋଉଭଳି ଭାବରେ ଈଶ୍ୱରଙ୍କୁ ବର୍ଣ୍ଣନା କରାଯାଇଥିଲା, ତେଣୁ ସେତେବେଳେ ସ୍ୱାଭାବିକ ଭାବେ ତାଙ୍କ ପ୍ରତି ଯୋଉ ଲୋକଙ୍କର ଭୟ ଆସୁଥିଲା ଏବଂ ମା କହୁଛନ୍ତି ସେତେବେଳେ ମୋର ତାଙ୍କ ପ୍ରତି ଯେମିତି ଲାଗୁଥିଲା ଶତ୍ରୁ ଭଳି ମତେ ଲାଗୁଥିଲା, କିନ୍ତୁ ମୁଁ 25 ବର୍ଷ ବୟସରେ ମୁଁ ପରମେଶ୍ୱରଙ୍କୁ ଆବିଷ୍କାର କଲି ଏବଂ ତା ସହିତ ମୁଁ ଏ କଥାଟି ମଧ୍ୟ ହୃଦୟଙ୍ଗମ କଲି ଏବଂ ମା ଯେତେବେଳେ ଏଠିକି ଆସିଲେ, କୋଉଠିକୁ ଭାରତ ବର୍ଷକୁ ଆସିଲେ, ସେତେବେଳେ ଯୋଉଟା ପ୍ରଭୁ ଏଠି ବର୍ଣ୍ଣନା କଲେ ଯେ ଭାରତ ବର୍ଷରେ ଗଡ ଲଭର ବା ଗଡ ନୋୟର, ଏଇ ଯୋଉ କଥାଟି ସିଏ ଅନୁଭବ କରିଛନ୍ତି, ସେ ଯୋଉ ଅନୁଭବ କରିଛନ୍ତି ସେ କଥାଟିକୁ ମା ବର୍ଣ୍ଣନା କରୁଛନ୍ତି। ଏଠି 420ରେ ଯୋଉ କଥାଟି କହିଲେ, ଏଇଟା ବର୍ଣ୍ଣନା କରୁଛନ୍ତି ଯେ ପରମେଶ୍ୱର ମୋର ଆତ୍ମାକୁ ବନ୍ଦୀ କରିଦେଇଛନ୍ତି। ଇଏ ହଉଛି ଦେଖନ୍ତୁ ଗୋଟେ କହିବାର କାବ୍ୟିକ ଭାବର ଏକ ସୁନ୍ଦର ପରିପ୍ରକାଶରେ ଯେତେବେଳେ ଜଣେ ଜଣଙ୍କୁ ନିଜର କରିନଉଛି, ଜଣେ ଯେତେବେଳେ ଜଣକୁ ନିଜର କରିନଉଛି, ସେତେବେଳେ ଜଣେ ଯେତେବେଳେ ଗୋଟେ ଭିତରେ ଲୀନ ହେଇଯାଉଛି, ଜଣେ ଯେତେବେଳେ ଗୋଟେ କାହା ସହିତ ଏକାତ୍ମ ହେଇଯାଉଛି, ସେତେବେଳେ ଜଣେ ସାହିତ୍ୟିକ ମାନଙ୍କର ବର୍ଣ୍ଣନାର ଶୈଳୀ ରହିଥାଏ, ଯେପରି ସିଏ ମତେ ଆଲିଙ୍ଗନ କଲା, ସିଏ ମତେ କୋଳେଇ ନେଲା, ସିଏ ମତେ ବନ୍ଦୀ କରିନେଲା, ଏଭଳି ଭାବରେ ପ୍ରଭୁ ବର୍ଣ୍ଣନା କରୁଛନ୍ତି ଯେ ମୋର ଆତ୍ମାକୁ ପରମେଶ୍ୱର ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରି ନେଇଛନ୍ତି। ଯୁଦ୍ଧରେ ପରାସ୍ତ କରି ବନ୍ଦୀ କାହିଁକି କଥା କହିଲେ ନା, ଯୁଦ୍ଧରେ ଯାହା ପାଖରେ ଜଣେ ପରାସ୍ତ ହେଇଥାଏ, ସିଏ ତା ପାଖରେ ନତମସ୍ତକ ହେଇକି ରହିଥାଏ ଏବଂ ତାର ଆଉ ମୁକ୍ତ ହବାର ସମ୍ଭାବନା ନଥାଏ। ତାମାନେ ଚିନ୍ତା କରନ୍ତୁ, ଯଦି ଯେତେବେଳେ ରାଜା ଜଣଙ୍କ ପାଖରେ ହାରିଯାଏ, ସେତେବେଳେ ସିଏ ରାଜ୍ୟ ହରାଏ, ସବୁ ହରାଏ ଏବଂ ମଥା ନତ କରି ରହିଥାଏ। ଯିଏ ଜିତିଥିବା ରାଜା ଯାହା ଦେବେ, ବେଳେ ବେଳେ କୋଉଠି ହାଣି ଦିଅନ୍ତି, କୋଉଠି ହତ୍ୟା କରି କୋଉଠି ବନ୍ଦୀରେ ପୁରେଇ ଦିଅନ୍ତି, ଜେଲଖାନା ପୁରାନ୍ତି ଏବଂ କୋଉଠି କୋଉଠି ବି ମହାନ ମହାନ ରାଜା ରହିଛନ୍ତି ଯିଏକି ପୁଣି ତାଙ୍କୁ ମୁକ୍ତ କରନ୍ତି। କିନ୍ତୁ ଏଠି କଥା ହଉଛି କଣ, ଜଣେ ଯେତେବେଳେ ପରାସ୍ତ ହେଇଯାଇଥାଏ, ସେତେବେଳେ ସେ ତା ମୁଣ୍ଡକୁ ବିକି ଦେଇଥାଏ ବା ମୁଣ୍ଡକୁ ସେ ସରିଗଲା, ତାର ଆଉ କିଛି ନିଜସ୍ୱ ନାହିଁ। ତା ମାନେ ଏଠି ଯୋଉଟା ପ୍ରଭୁ କହିବାକୁ ଚାହୁଁଛନ୍ତି ଆମ ପାଖରେ,
ଯେ ଆମେ ବର୍ତ୍ତମାନ ଯେତେବେଳେ ଭଗବାନ କଥା ସ୍ମରଣ କରୁଛୁ ବା କେତେବେଳେ ମନେ ପଡୁଛି, ସେ କ୍ଷଣିକ ସମୟ ପାଇଁ ମନେ ପଡୁଛି, କ୍ଷଣିକ ସମୟ ପାଇଁ ଆମେ ସେଇ ଅନୁଭବ କରୁଛୁ। ତାପରେ କିନ୍ତୁ ପୁଣି ବାହ୍ୟ କ୍ରିୟାରେ ଆମେ ମତ୍ତ ରହୁଛୁ। ମନ ପ୍ରାଣ ଶରୀରର ଯୋଉ ବାହ୍ୟ କାର୍ଯ୍ୟାବଳୀ ଭିତରେ ଆମେ ପ୍ରବେଶ କରି ଯାଉଛୁ। ସେତେବେଳେ ଆତ୍ମାର ଯୋଉ ନିଜ ସ୍ୱରୂପ ତାକୁ ଆମେ ଭୁଲି ଯାଉଛୁ। ଏଠି ଯେତେବେଳେ ମୁଁ ବନ୍ଦୀ ହେଇଯାଇଛି, ତାମାନେ ଆଉ ଆତ୍ମାର ସ୍ୱରୂପରୁ ବାହାରିକି ନିମ୍ନ ମନ ପ୍ରାଣ ଶରୀର ଦ୍ୱାରା ପରିଚାଳିତ ହେଇପାରିବ ନାହିଁ। କାହିଁକି ନା ମୁଁ ବିକ୍ରି ହେଇଯାଇଛି, ମୁଁ ତାଙ୍କ ପାଖରେ ବନ୍ଦୀ। ତାମାନେ ପରମେଶ୍ୱରଙ୍କ ପାଖରେ ମୁଁ ଯେତେବେଳେ ବନ୍ଦୀ ହେଇଗଲି, ସେତେବେଳେ ତାର ସ୍ପଷ୍ଟ କଥା ହଉଛି ନିରନ୍ତର ନିରନ୍ତର ସେଇ ଚେତନାରେ ମୁଁ ବାସ କରୁଛି। ମୁଁ ବନ୍ଦୀ ହେଇଯାଇଛି, ତାମାନେ ସେଇ ଚେତନାରୁ ମୁଁ ଆଉ ବାହାରକୁ ଯାଇପାରିବି ନାହିଁ। ତାମାନେ ସେଇ ଚେତନାରେ ଉବୁଟୁବୁ ହଉଛନ୍ତି ବା ସେଇ ଚେତନାରେ ବା ତାଙ୍କ ସହିତ ଏକାତ୍ମ ହେଇ ସେ କାର୍ଯ୍ୟ କରୁଛନ୍ତି। ତେଣୁ ଏଇ କାରିକାରେ ଆମକୁ କହୁଛନ୍ତି ଯେ ପ୍ରଭୁ ଯୋଉ ପରମ ଚେତନାରେ ରହିଛନ୍ତି, ଯୋଉ ମାନେ କଥାବାର୍ତ୍ତା ଯୋଉ କରୁଛନ୍ତି, କାର୍ଯ୍ୟ କରୁଛନ୍ତି, ଲେଖୁଛନ୍ତି, ସେଇ ଚେତନାରେ ରହିକରି ହିଁ ଲେଖୁଛନ୍ତି। ତାପରେ କହିଲେ ଜ୍ଞାନ 421ରେ ପରମେଶ୍ୱର ମୋତେ ଆଘାତ ଦେଇ ଯନ୍ତ୍ରଣା ବିଦ୍ଧ କରିବା ପୂର୍ବରୁ ମୁଁ ଯନ୍ତ୍ରଣାକୁ ହିଁ ଏହି ପୃଥିବୀରେ ସବୁଠାରୁ ଅଧିକ ପରିମାଣରେ ଘୃଣା କରୁଥିଲି। ଏବଂ ତାପରେ ଏହି ସତ୍ୟଟି ମୋ ଆଗରେ ଉଦ୍ଘାଟିତ ହୋଇଯାଇଥିଲା ଯେ ଯନ୍ତ୍ରଣା ହେଉଛି ଅତିରିକ୍ତ ଆନନ୍ଦର କେବଳ ଏକ ବିକୃତ ଓ ଦୁରାଗ୍ରହପୂର୍ଣ୍ଣ ଅନ୍ୟ ଆକୃତି ମାତ୍ର। ପରେ ଆମେ ତ ଆଲୋଚନା କରିବା ଯେ ଭଗବାନଙ୍କ ଯୋଉ ଯନ୍ତ୍ରଣା କଥା କହୁଛନ୍ତି ସେ ବିଷୟରେ କଣ କଥା ହବା। କିନ୍ତୁ ଏଠି ଖାଲି ସେତିକି କଥା ହବା ଯେ କଥା କହୁଛନ୍ତି କଣ, ଯେ ଯନ୍ତ୍ରଣା ହେଉଛି ଅତିରିକ୍ତ ଆନନ୍ଦର କେବଳ ଏକ ବିକୃତ ଏବଂ ଦୁରାଗ୍ରହପୂର୍ଣ୍ଣ ଅନ୍ୟ ଆକୃତି ମାତ୍ର। ଯେ ବେଳେ ବେଳେ କୌଣସି ଏକ ବସ୍ତୁ ଯେତେବେଳେ ଅତି ଘନ ହେଇଯାଏ, ଅତି ଘନତ୍ୱ ହୋଇଯାଏ, ସେତେବେଳେ ତାହା ଅସହ୍ୟ ହୋଇ ଉଠେ। ସକାଳର ଖରା ଶାନ୍ତ, ମାନେ ବହୁତ ସୁନ୍ଦର ଲାଗେ। ଆମେ ଶରୀର ପ୍ରତି ଭଲ ଲାଗେ, ତେଣୁ ଆମେ ସବୁବେଳେ ଇଚ୍ଛା ହଉଥିବ ସେଇ ସକାଳ ଖରାରେ ବୁଲିବା ପାଇଁ। କିନ୍ତୁ ସେଇ ସୂର୍ଯ୍ୟ କିରଣ ଯେତେବେଳେ ଧୀରେ 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 ତାପ ବଢେ, ସେତେବେଳେ ଆମେ ଆଉ ଖରାରେ ଠିଆ ହେଇପାରୁନଥାନ୍ତି। ଜଣକୁ ଭାରି ଭଲ ଲାଗେ ଗୋଟେ ଖାଦ୍ୟ ଖାଇବା ପାଇଁ, ତା ପାଖରେ ଆଣିକି ହଣ୍ଡାଟେ ଥୋଇଦେବେ, ଖା କେତେ ଖାଇବୁ, ଖାଇବୁ ସବୁ ଯିବୁ, ଆଉ ସେ ଖାଇବ କେତେ ଖାଇବ, ଖାଇ 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 ଆଉ ଖାଇବି ନାହିଁ। ଏମିତି ସମୟ ବି ଆସିପାରେ ସେ ତାକୁ ଘୃଣା ହବ ସେ ଖାଇବା ପାଇଁ। ବେଳେ ବେଳେ ଏମିତି ବି ଲୋକ ତାଙ୍କ ଜୀବନରେ ଘଟିଛି ଏବଂ ସେମାନେ କହନ୍ତି ଯୋଉ ଖାଦ୍ୟକୁ ଅତି ଭଲ ପାଉଥିଲେ, ଏତେ ଖାଇଲେ 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 ଯେ ଶେଷକୁ ବିରକ୍ତି ଭାବ ଆସିଲା, ତାକୁ ପୁରା ଛାଡିଦେଲେ ଖାଇବା, ଆଉ ଖାଇଲେନି। ତାଙ୍କୁ ଦେଖିଲେ ତାଙ୍କୁ ମାନେ ଭଲ ଲାଗିଲା। ତେଣୁ ବେଳେ ବେଳେ ଯେତେବେଳେ ବି ହଉ, ଅଧିକାଂଶ ସମୟରେ ଯେତେବେଳେ କୌଣସି ଏକ ଘଟଣା ଅଧିକ ହେଇଯାଏ, ସେତେବେଳେ ଯେମିତି ଆମେ ସହ୍ୟ କରିପାରୁନୁ, କାହିଁକି ନା ଆମେ ଚେତନାର ସେଇ ଉର୍ଦ୍ଧ୍ୱ ସ୍ତରକୁ ଯାଇନାହୁଁ, ଯୋଉଠି ଯେତେ ବି ଅଧିକ ଗଭୀର ଗାଢ ହେଲେ ମଧ୍ୟ ଆମେ ତାକୁ ଗ୍ରହଣ କରିପାରିବୁ। ସେଇଟା ଆମେ ସାମର୍ଥ୍ୟ ହେଇନାହିଁ। ଏଠି ସେଇଥିପାଇଁ କଣ ହଉଛି, ବିକୃତ ରୂପ ବୋଲି କହୁଛନ୍ତି ଆନନ୍ଦର ବିକୃତ ଏବଂ ଦୁରାଗ୍ରହପୂର୍ଣ୍ଣ ଅନ୍ୟ ଆକୃତି ମାତ୍ର ଯନ୍ତ୍ରଣା ଯେତେବେଳେ ଆସେ। ତାପରେ ଆମେ ପଢିଲେ ଆଉ ଟିକେ ଅଧିକ କ୍ଲିୟର ହେଇଯିବା। ଜ୍ଞାନ 422ରେ କହୁଛନ୍ତି ଭଗବାନ ଆମକୁ ଯେଉଁ ଯନ୍ତ୍ରଣା ଦିଅନ୍ତି ତାହାର 4ଟି ପର୍ଯ୍ୟାୟ ରହିଛି। ପ୍ରଥମେ ତାହା କେବଳ ଯନ୍ତ୍ରଣା ବୋଲି ଅନୁଭୂତ ହୁଏ। ତାପରେ ସୁଖକୁ ସମ୍ଭୂତ କରାଇ ଆଣୁଥିବା ଯନ୍ତ୍ରଣା ବୋଲି ଲାଗେ। ତାପରେ ସୁଖ ରୂପୀ ଯନ୍ତ୍ରଣାରେ ପରିଣତ ହୁଏ ଏବଂ ତାପରେ ତାହା ବିଶୁଦ୍ଧ ଭାବରେ ଆନନ୍ଦର ହିଁ ଏକ ଅପେକ୍ଷାକୃତ ଅଧିକ ଭୟଙ୍କର ରୂପ ହୋଇ ରହିଥାଏ। ପ୍ରଭୁ କହୁଛନ୍ତି ପ୍ରଥମେ ତା ଯନ୍ତ୍ରଣା ଭଳିଆ ଲାଗେ, ମତେ କଷ୍ଟ ଲାଗେ, କିନ୍ତୁ ତାପରେ ତାପରେ ପଛରେ କହୁଛନ୍ତି କଣ ହୁଏ ନା, ମତେ ତାପରେ ଲାଗେ ଯେ ଯନ୍ତ୍ରଣା ମତେ ସୁଖ ଆଣି ଦଉଛି। କାହିଁକି ନା ଆମେ ଯଦି
ଆମର ଜୀବନର ପଶ୍ଚାତକୁ ଟିକେ ଅବଲୋକନ କରି ଦେଖିବା। ଯୋଉ ଯୋଉ ଦୁଃଖ କଷ୍ଟ ଆମ ଭିତରେ ଆସିଥିଲା ସେ ମୋର ଅଗ୍ରଗତିରେ ସାହାଯ୍ୟ କରିଛି। କେତେକାଟା ଜାଗାରେ ଯୋଉଠି ମୁଁ ତାକୁ ଗ୍ରହଣ କରିପାରିନାହିଁ ମୋର ଅଗ୍ରଗତି ପାଇଁ ସେଇ ଘଟଣା ବାରମ୍ବାର ଆସିଛି। କିନ୍ତୁ ଯୋଉଥିରେ ମୁଁ ଶିଖିଗଲି ଏବଂ ଅଗ୍ରଗତି କରିଗଲି, ଗୋଟିଏ ପାହାଚ ଆଗେଇ ଗଲି, ତେଣୁ ମୋତେ ମୁଁ ଜାଣିପାରେ, ଅନୁଭବ ହୁଏ ଯେ ସେଇ ଯୋଉ ଯନ୍ତ୍ରଣାଟି ମୋତେ ତା ପର ମୁହୂର୍ତ୍ତର ଯୋଉ ଆନନ୍ଦଟି ଆସିଥିଲା ତା ପାଇଁ ଏକ କାରଣ ଥିଲା। ତେଣୁ ସେଇଟା କହିଲେ କ'ଣ, ତାପରେ ସୁଖକୁ ସମ୍ଭୂତ କରାଇ ଆଣୁଥିବା ଯନ୍ତ୍ରଣା ପରି ଲାଗେ। ଏଇଟା ସମସ୍ତଙ୍କର ଅଭିଜ୍ଞତା ରହିଛି। ତାପରେ କହୁଛନ୍ତି ତାପରେ ସୁଖ ରୂପୀ ଯନ୍ତ୍ରଣାରେ ପରିଣତ ହୁଏ। ତାପରେ ଦେଖିବେ ଯେତେବେଳେ ଜଣେ ଜାଣିଗଲା ଯେ ଏଇ ଯୋଉ କଷ୍ଟ, ଏଇ ଯୋଉ ଯନ୍ତ୍ରଣା, ଏଇ ଯୋଉ ମୋତେ ଯାହା ବି ମୋ ସମ୍ଭାବନା ପରିସ୍ଥିତି ମୋ ଜୀବନରେ ଆସିଛି ତାହା ମୋତେ ଏକ ଆହ୍ୱାନ ଆଣି ଦେଉଛି ଏବଂ ତାହା ମୋତେ ସମର୍ଥ କରାଉଛି, ଅଧିକରୁ ଅଧିକ ଶକ୍ତ କରାଉଛି। ସେତେବେଳେ ସେ ଯନ୍ତ୍ରଣାକୁ ସୁଖରେ ନିଏ। ଯଦି ଆମେ ଚିନ୍ତା କରନ୍ତୁ, ଧରାଯାଉ ଜଣେ ପାଠ କିଛି ପଢୁଛି, କିଛି କାମ କରୁଛି, ପାଠ ଯେତେବେଳେ ପଢୁଛି ପ୍ରଥମେ ପ୍ରଥମେ ତାକୁ ଭାରି କଷ୍ଟ ଲାଗେ। କ'ଣ ମୁଁ କେତେ ଖେଳୁଥିଲି ବୁଲୁଥିଲି, ମୋତେ ଜବରଦସ୍ତ ଗୋଟେ ପାଠ ପଢ଼େଇଲେ, ଭାରି ଯନ୍ତ୍ରଣା ଲାଗେ, କଷ୍ଟ ଲାଗେ। ତାପରେ କ'ଣ ହୁଏ, ଯେତେବେଳେ ସ୍କୁଲକୁ ଗଲି, ତା ପୂର୍ବରୁ ମୁଁ ଘରେ ମୋତେ ଜବରଦସ୍ତ କରୁଥିଲା ଆଉ ଚିଡୁଥିଲି। ଯେତେବେଳେ ସ୍କୁଲକୁ ଗଲି ସେତେବେଳେ ଯୋଉ ଘରେ ଅଳ୍ପ ଟିକେ ପଢିଦେଇ ଯାଇଥିଲି, ସେଠି ମୋତେ ଯେତେବେଳେ ସ୍କୁଲରେ ଆରମ୍ଭ କଲି ପାଠ ପଢା, ସେତେବେଳେ ମୋତେ ଯେତେବେଳେ କହିଲେ ଆରେ ବାଃ, ଆରେ ଇଏ ତ କରିଦଉଛି ରେ, ସେତେବେଳେ ମୋ ଛାତି କୁଣ୍ଡେ ମୋଟ ହେଇଯାଉଥିଲା। ମୁଁ ଏଗୁଡାକ ଶିଖି ଯାଇଛି, ମୁଁ ଜାଣିଦେଇଛି, ସେତେବେଳେ ଆନନ୍ଦ ଆସିଯାଉଥିଲା। ତାପରେ ଧୀରେ 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 ଯେତେବେଳେ ଆହୁରି ଭିତରକୁ ପଶିଲି, ଆହୁରି ଭିତରକୁ ପଶିଲି, ଯେତେ 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 ନୂଆ ଚ୍ୟାଲେଞ୍ଜ ଆସିଲା କରିଚାଲିଲି କରିଚାଲିଲି, ତାପରେ ମୋତେ ଆହୁରି ଖୁସି ଲାଗିଲା। ଯେତେ ଅଧିକ ଦିଅ ଆମେ ସେତେ ଆହୁରି କରିବି, ଆହୁରି କରିବି, ଆହୁରି କରିବି। ଯେତେବେଳେ ଦେଖିବେ ଯୋଉମାନେ ଟିକେ ଚ୍ୟାଲେଞ୍ଜ ନେବା ପାଇଁ ଭଲ ପାଆନ୍ତି, ବ୍ରେନ୍ ଏକ୍ସରସାଇଜ କରିବା ପାଇଁ ଭଲ ପାଆନ୍ତି, ତାଙ୍କୁ ମାନେ ନୂଆ ନୂଆ ଦେବେ, କହିବେ ଏଗୁଡାକ ମୋର ହେଇଗଲାଣି, ଏଗୁଡା କ'ଣ ନା ନା ମୋତେ ଆଉ ଟିକେ କଡା ଦଉନ, ଆଉ ଟିକେ କଷ୍ଟ ଦଉନ, ତାପରେ କିଛି ନୂଆ ଦଉନ, ଆଉ ଟିକେ ଦିଅ, ଆଉ ଟିକେ ଦିଅ, ଆଉ ଟିକେ ଦିଅ। ଅଧିକରୁ ଅଧିକ ସେ ମାଗି ଚାଲିଥାଏ, ଅଧିକରୁ ଅଧିକ ଯନ୍ତ୍ରଣା କଷ୍ଟର ସମ୍ମୁଖୀନ ହବା ପାଇଁ ତା ଭିତରେ ସାମର୍ଥ୍ୟ ଆସି ଯାଉଥାଏ। ସେ ଆହୁରି 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 ଯନ୍ତ୍ରଣାକୁ ଯେମିତି ଡାକିଲା, ଆମକୁ ଲାଗୁଛି ଡାକିଲା ଭଳିଆ, ଏଇଟା ଗୋଟେ କହିବାର ଭଙ୍ଗୀ। ସିଏ ଆକ୍ଚୁଆଲି କ'ଣ, ଯେତେ ସମର୍ଥ ହେଇ ଚାଲିଥାଏ ସେଇ ଅନୁସାରେ ସେଇ ଭାବରେ କୋଶ୍ଚିନ୍ ବି କଷ୍ଟ ପଡି ପଡି ଚାଲିବ। ନର୍ସରୀ ବେଳେ ଯୋଉ କୋଶ୍ଚିନ୍ ପଚରା ହଉଥିଲା, ଯେତେବେଳେ ମୁଁ ଦଶମ ପଢିଲି ସେ କୋଶ୍ଚିନ୍ ଆଉ ହବନା, କୋଶ୍ଚିନ୍ ବଦଳିବ। +2 ହେଲା ଆହୁରି ହାୟର କୋଶ୍ଚିନ୍। ଯେତେ ମୁଁ ପଢି 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 ଯେତେ ଯେତେ ଅଗ୍ରଗତି କରି କରି ଚାଲିଥିବି, କୋଶ୍ଚିନ୍ ମଧ୍ୟ ସେତେ ଅଧିକ କ୍ଲିଷ୍ଟ ହେଇ ହେଇଯାଉଥିବ। ତେଣୁ ତାପରେ କ'ଣ ହବ, ଯନ୍ତ୍ରଣା ସୁଖ ରୂପୀ ଯନ୍ତ୍ରଣାରେ ପରିଣତ ହେଇଯାଏ ଏବଂ ତାପରେ ତାହା ବିଶୁଦ୍ଧ ଭାବରେ ଆନନ୍ଦର ହିଁ ଏକ ଅପେକ୍ଷାକୃତ ଅଧିକ ଭୟଙ୍କର ରୂପ ହିଁ ରହିଥାଏ। ତାପରେ ଏକ ଅନୁଭୂତି ଆସିବ, ଅନୁଭବ ଆସିବ, ଜାଣି ହେଇଯିବ ଯେ ସତରେ ପରମେଶ୍ୱର କେତେ ଆନନ୍ଦର, କେତେ ପ୍ରେମର ସହିତ ମୋ ଜୀବନର ପରିସ୍ଥିତି ଗୁଡ଼ିକୁ ସମ୍ଭାଳୁଛନ୍ତି ମୋତେ ଅଗ୍ରଗତି କରିବା ପାଇଁ। ଯୋଉ କଷ୍ଟ, ଯୋଉ ଯନ୍ତ୍ରଣା ମୋତେ ଲାଗୁଥିଲା, ପ୍ରକୃତରେ ତାହା କଷ୍ଟ ଯନ୍ତ୍ରଣା ନଥିଲା, ତାହା ମୋତେ ସମର୍ଥ କରିବା ପାଇଁ ଏକ ପ୍ରସ୍ତୁତି ଥିଲା। ଯେପରି ସୁନା ମୁଦିଟିଏ ତିଆରି ହେବା ପୂର୍ବରୁ ଯେତେବେଳେ ଖଣିରୁ ସୁନା ପଥର ବା ଖଣିଜ ଦ୍ରବ୍ୟ ହିସାବରେ ଆସିଲା, ତାକୁ ତରଳେଇ, ତାକୁ ଗରମ କରି, କେତେ ଡିଗ୍ରୀ ଟେମ୍ପରେଚରରେ ଗରମ କରି, ତାକୁ ଅଲଗା କରି, କେତେ 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 ଷ୍ଟେପ୍ ଦେଇ, କୋଉଠି ମାଡ଼, କୋଉଠି ଗରମ କରି 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 ପୁଣି ଯେତେବେଳେ ମୁଦି ବି କରିବାକୁ ଆସିଲେ, ସେତେବେଳେ ତାକୁ ପିଟି 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 ପତଳା କରି, କେତେ କଷ୍ଟ କରି ସୁନାର ଏକ ଅଳଙ୍କାର ତିଆରି ଯେତେବେଳେ ହେଇଗଲା, ତାହା ଏକ ସୁନ୍ଦର ଅବୟବର ଗ୍ରହଣ କଲା। କିନ୍ତୁ ତା ପୂର୍ବ ପର୍ଯ୍ୟନ୍ତ ସେ ଯୋଉ ଯନ୍ତ୍ରଣା, ସେ ଯେତେବେଳେ ଜଣେ ଯଦି ସଚେତନ ହେଇଯିବ, ସେତେବେଳେ ସେ ଆନନ୍ଦ ସେଥିରେ ପ୍ରାପ୍ତ କରିବ। ଏଇଟା
ଆମକୁ ଲାଗୁଛି ଯେମିତି କଥାରେ କେବଳ, ଭାବନାରେ କେବଳ, ଚିନ୍ତାରେ କେବଳ। ଜଣେ ଯେତେବେଳେ ଚେତନାର ପାବଚ୍ଛରୁ ପାବଚ୍ଛ ଉଠି ଉଠି ଯିବ, ସେତେବେଳେ ସେ ଅନୁଭବ କରିପାରିବ ଯେ ଇଏ ଯନ୍ତ୍ରଣା ନୁହେଁ, ଏକ ଆନନ୍ଦର ଏକ ରୂପ ମାତ୍ର। ସେଇଠି ଜଣେ ଆମର ସେ ଯୋଉ କୃଷ୍ଣଙ୍କର, ମାଙ୍କର ଯୋଉ ଗପଟି, କୃଷ୍ଣଙ୍କର ଯୋଉ ହରିମୋହନ କଥା, ସେଥିରେ ଯେ ଦେଖେଇ ଦଉଛନ୍ତି ଜଣେ ସାଧୁ ତପସ୍ୟାରେ ଲୀନ ଅଛନ୍ତି, ହାଡରେ କେବଳ ଚମଡାଟିଏ ଲାଖିକି ରହିଲା ଭଳିଆ ଦେଖାଯାଉଛି, ମାଂସ ବୋଧ ଆଦୌ ନାହିଁ। ତାରି ଭିତରେ ଇଏ କଣ କରୁଛନ୍ତି, ପାଖରେ ଉଇ ହୁଙ୍କାର, ଉଇ ଗୁଡାକୁ ହାତ ଭାଙ୍ଗି ଦଉଛନ୍ତି, ଉଇ ଗୁଡାକ ଆସୁଛନ୍ତି, ପୁରା ଜନ୍ଦା ଉଇ ସବୁ ଆସି ତାଙ୍କ ଶରୀରରେ କାମୁଡୁଛନ୍ତି। ସେତେବେଳେ ଆପଣ ଚିନ୍ତା କରନ୍ତୁ, ସର୍ବାଙ୍ଗ ଶରୀରରେ ଏଗୁଡାକ କାମୁଡୁଥିବେ, କେତେ କଷ୍ଟ ଲାଗୁଥିବ। ଆମକୁ ଟିକେ ମଶା କାମୁଡୁଛି, ଟିକେ କଣ, ସାଙ୍ଗେ ସାଙ୍ଗେ ଆମେ ତାକୁ ହାତ ମାରି ଦଉଛୁ। କିନ୍ତୁ ସେତେବେଳେ ତାଙ୍କ ଶରୀରର ପ୍ରତ୍ୟେକ ମାନେ ଯେମିତି ଲାଗୁଛି, ଯେମିତି ସବୁ ଲୋମ ମୂଳରେ ଲାଗିଗଲା ଭଳିଆ ସେ ଜନ୍ଦା ଉଇ ଲାଗି ଯାଇଛନ୍ତି। ସେଥିରେ ପୁଣି ସେ ପ୍ରଭୁଙ୍କୁ କହୁଛନ୍ତି, ହେ ପ୍ରଭୁ, ଆଉ ଏ ଶରୀରରେ ଆଉ ଟିକେ ମାଂସ ଭଲା ଥାନ୍ତା, ଏଇ ଯୋଉ କ୍ଷୁଦ୍ର କ୍ଷୁଦ୍ର ଜୀବ ଗୁଡିକ, ସେମାନେ ଟିକେ ତାଙ୍କ ସେବାରେ ଲାଗି ପାରିଥାନ୍ତା, ଏ ମାଂସଟି ତୃପ୍ତ ହେଇଥାନ୍ତେ। ଦେଖନ୍ତୁ କେତେ କଷ୍ଟ ଦଉଥିବ, ଯନ୍ତ୍ରଣା ଦଉଥିବ ସେଇ ଯୋଉ ଜନ୍ଦା ଆଉ ଉଇର କାମୁଡା। ସେଥିରେ ସେ କହୁଛନ୍ତି, ହେ ପ୍ରଭୁ, ତୁମ ସେବାରେ ମୁଁ ଲାଗିପାରୁଛି, ଏ ଶରୀର, ସେଥିରେ ମୁଁ ଆନନ୍ଦିତ ହଉଛି। କିନ୍ତୁ ଆଉ ଟିକେ ଯଦି ମାଂସ ଥାନ୍ତା, ତାହେଲେ ଏମାନେ ଆଉ ଟିକେ ଖାଇକିରି ଖୁସି ହେଇଥାନ୍ତେ। ତେଣୁ ଯେତେବେଳେ ଯେତେ ଯେତେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବେ, ସେତେବେଳେ ଏଇ ଯୋଉ ଅଭିଯୋଗ କମି କମି ଯିବ, ଏକାତ୍ମତା ପ୍ରଭୁଙ୍କ ସହିତ ବଢିଯିବ। ସେତେବେଳେ ସେଇ ଯନ୍ତ୍ରଣା ଆନନ୍ଦର ଯୋଉ ଭୟଙ୍କର ରୂପ ବୋଲି ବର୍ଣ୍ଣନା କରୁଛନ୍ତି, ସେଇ ଅନୁଭୂତିଟି ଅପେକ୍ଷା ଆସିଯିବ। ଜ୍ଞାନ 423। ଯେତେବେଳେ ଆମେ ସକଳ ଯନ୍ତ୍ରଣା ଅନ୍ତର୍ହିତ ହୋଇଯାଇଥିବା ଆନନ୍ଦର ସେଇ ସ୍ତର ଗୁଡିକୁ ଆରୋହଣ କରି ଯାଉଛୁ, ସେତେବେଳେ ତାହା ଛଦ୍ମବେଶ ଧରି ତଥାପି ଏକ ଅସହନୀୟ ଉଲ୍ଲାସ ରୂପେ ଅବସ୍ଥାନ କରୁଥାଏ। ଜ୍ଞାନ 424ରେ କହୁଛନ୍ତି, ମୁଁ ଯେତେବେଳେ ତାଙ୍କର ଆନନ୍ଦର ଆହୁରି ଅଧିକ ଉଚ୍ଚ ଚୂଡା ଗୁଡିକ ଉପରକୁ ଆରୋହଣ କରିବାରେ ଲାଗିଥିଲି, ସେତେବେଳେ ଏହି ବର୍ଦ୍ଧମାନ ଆନନ୍ଦର ଆଦୌ କୌଣସି ସୀମା ରହିଛି କି ନାହିଁ, ମୁଁ ନିଜକୁ ସେଇ କଥା ପଚାରିଥିଲି। ଏବଂ ସେତେବେଳେ ମୋ ଈଶ୍ୱରଙ୍କର ଆଲିଙ୍ଗନ ଗୁଡିକ ବିଷୟରେ ପ୍ରାୟ ଭୀତ ହୋଇ ପଡିଥିଲି। ବର୍ଣ୍ଣନା କରିବେ, କେତେ ସୁନ୍ଦର ବର୍ଣ୍ଣନା କରି କରି ଚାଲିଛନ୍ତି। ମୁଁ ଯେତେବେଳେ ତାଙ୍କର ଆନନ୍ଦର ଆହୁରି ଅଧିକ ଉଚ୍ଚ ଚୂଡା ଗୁଡିକ ଉପରେ ଆରୋହଣ କରି ଲାଗିଥିଲି, ସେତେବେଳେ ଏହି ବର୍ଦ୍ଧମାନ ଆନନ୍ଦର ଆଦୌ କୌଣସି ସୀମା ରହିଛି କି ନାହିଁ, ମୁଁ ନିଜକୁ ସେଇ କଥା ପଚାରୁଥିଲି। ମୁଁ ଯେତେ ଯେତେ ପାବଛ ଉପର ଉପରୁ ଚଢୁଛି, ମୋର ଭାବନା ଆସୁଥିଲା, ଏ ଆନନ୍ଦ, ଏତେ ଆନନ୍ଦ, ଏ ଆନନ୍ଦର ଆଉ କଣ ସୀମା ନାହିଁ, ଆହୁରି ଅଛି, ଆହୁରି ଅଛି, ଆହୁରି ଅଛି। ଏବଂ ସେତେବେଳେ ମୁଁ ଈଶ୍ୱରଙ୍କର ଆଲିଙ୍ଗନ ଗୁଡିକ ବିଷୟରେ ପ୍ରାୟ ଭୀତ ହୋଇ ପଡିଥିଲି। ତାପରେ ତା ପୂର୍ବରୁ କହୁଛନ୍ତି, ଯେତେବେଳେ ଆମେ ସକଳ ଯନ୍ତ୍ରଣା ଅନ୍ତରିତ ହୋଇଯାଇଥିବା ଆନନ୍ଦର ସେଇ ସ୍ତର ଗୁଡିକୁ ଆରୋହଣ କରି ଯାଉଛୁ, ସେତେବେଳେ ତା ଛଦ୍ମବେଶ ଧରି ତଥାପି ଏକ ଅସହନୀୟ ଉଲ୍ଲାସ ରୂପେ ଅବସ୍ଥାନ କରୁଥାଏ। ଯେତେ ଯେତେ ପାବଛକୁ ଯାଉଛି, ସେତେବେଳେ ସେ ଆନନ୍ଦର ସେ ଯୋଉ ସମୟ, ସେ ଯୋଉ ସ୍ପନ୍ଦନ, ତାହା ଆମ ସହିତ ଜାବୁଡି ହେଇକି ରହିଥାଏ, ଚାଲିଥାଏ। ମାଙ୍କୁ ପଚାରୁଛନ୍ତି, ପ୍ରଭୁ, ମା ଆଲୋ ପଚାରୁଛନ୍ତି, ମା, ଏଠାରେ ଶ୍ରୀଅରବିନ୍ଦ ଦୁଃଖର 4ଟି ପର୍ଯ୍ୟାୟ ବିଷୟରେ କହିଛନ୍ତି, ଆପଣ ମୋତେ ଟିକେ ସେଇ ବିଷୟରେ ବୁଝେଇ ଦିଅନ୍ତୁ। ଏଇ ଯୋଉ ଉପରେ କହିଲେ ନା 4ଟି ପର୍ଯ୍ୟାୟ, ଯନ୍ତ୍ରଣା ବୋଲି ଅନୁଭୂତ ହୁଏ, ସୁଖକୁ ସମ୍ଭୂତ କରାଇ ଆଣୁଥିବା ଯନ୍ତ୍ରଣା ବୋଲି ଲାଗେ, 3ରେ ସୁଖ ରୂପୀ ଯନ୍ତ୍ରଣାରେ ପରିଣତ ହୁଏ, 4ରେ କହିଲେ ବିଶୁଦ୍ଧ ଭାବରେ ଆନନ୍ଦର ହିଁ ଏକ ଅପେକ୍ଷାକୃତ ଅଧିକ ଭୟଙ୍କର ରୂପ। ମା ବର୍ଣ୍ଣନା କରୁଛନ୍ତି, ଯଦି ଶ୍ରୀଅରବିନ୍ଦ କୌଣସି ପ୍ରକାରର ନୈତିକ ସ୍ତରର ଦୁଃଖ ବିଷୟରେ କହୁଥାନ୍ତି, ତେବେ ମୁଁ ନିଜର ଅନୁଭୂତିରୁ କହିପାରିବି ଯେ ସେ ଉଲ୍ଲେଖ କରିଥିବା 4ଟି ଯାକ ସ୍ତର ଚେତନାର 4ଟି ସ୍ତରକୁ ହିଁ ସୂଚିତ କରାଉଛି। ତାହା ଅନ୍ତର୍ଗତ ବିକାଶ ଏବଂ ବ୍ୟକ୍ତିଗତ ଦିବ୍ୟ ଚେତନା ସହିତ ଯେଉଁ ପରିମାଣରେ ସମ୍ମିଳିତ ହୋଇପାରିଛି, ସେଇଥିରେ ହିଁ ଜନ୍ମ ଲାଭ କରିଥାଏ। ଆମେ ଏବେ ଯୋଉଟା ଆଲୋଚନା କରୁଥିଲେ, ଯେତେବେଳେ ସେହି ସମ୍ମେଳନ ପରିପୂର୍ଣ୍ଣ ହୋଇଯାଏ, ସେତେବେଳେ କେବଳ ଆନନ୍ଦର ହିଁ ଏକ ଅପେକ୍ଷାକୃତ ଭୟଙ୍କର ରୂପ ହିଁ ବାକି ରହିଯାଇଥାଏ।
ଯଦି ଏଠାରେ ଶରୀର ସହ୍ୟ କରୁଥିବା ଭୌତିକ ସ୍ତରୀୟ ଦୁଃଖର କଥା କୁହାଯାଇଥାଏ, ତେବେ ଅନୁଭୂତି ଆଦୌ ଏପରି ଏକ ସୁବ୍ୟାଖ୍ୟାତ କ୍ରମର ଅନୁସରଣ କରେ ନାହିଁ। ତାର ଏହି ବିଶେଷ କାରଣଟି ରହିଛି ଯେ ଦିବ୍ୟ ପରମ ସତ୍ତାଙ୍କ ସହିତ ସମ୍ମିଳନ ଘଟିବା ଦ୍ୱାରା ଅଧିକାଂଶ ସମୟରେ ସେ ଦୁଃଖ ଅନ୍ତରିତ ହୋଇଯାଇଥାଏ। ଏଠି କହୁଛନ୍ତି, ଆମେ ଯେମିତି ଆଲୋଚନା କରୁଥିଲେ ଯେ ଯେତେ ଯେତେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବେ ସେତେ ସେତେ ସବୁ ଘଟଣା ଗୁଡ଼ିକ ଅନ୍ୟ ଏକ ଭାବରେ ଆମେ ଗ୍ରହଣ କରିଥାଉ। ଏଇଟା ଶରୀର ସ୍ତର କଥା ଆମେ କଥା ହଉନଥିଲେ। ଶରୀର ସ୍ତରରେ କଣ ହବ? ମା କହୁଛନ୍ତି ଶରୀର ସ୍ତରରେ ଯୋଉ ଦୁଃଖର କଥା ତାହା ଏମିତି କ୍ରମ ଅନୁସରଣ କରେ ନାହିଁ। କାହିଁ କ୍ରମ ଅନୁସରଣ କରେନି? ନା ସେ ଯେତେବେଳେ ପ୍ରଭୁଙ୍କ ସହିତ ଲୀନ ହେଇଯାଏ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ସେଇ ଭିତରେ ପଶିଯାଏ। ସେତେବେଳେ ଏଇ ଯୋଉ ସ୍ତର ନଥାଏ, କିନ୍ତୁ ମନ ଏବଂ ପ୍ରାଣ ସ୍ତରରେ ଏଇ ପ୍ରକାରର ସ୍ତର ଆମ ପାଖରେ ପ୍ରତିଭାତ ହେଇଥାଏ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।